ତାପରେ ଆମେ ଚାଲି ଯାଇଥିଲୁ ଟଭା ତୋଳିବା ପାଇଁ। ଦେଖନ୍ତୁ ଗଛରେ କେତେ ଭର୍ତ୍ତି ହେଇକି ରହିଛି ଟଭା। ଆଉ ହାତରେ ତୋଳିବାର ମଜା ନା କିଛି ଅଲଗା ଥାଏ। ତ ମୁଁ ହାତରେ ତୋଳି ନଉଛି ବର୍ତ୍ତମାନ ଟଭା। ମାନେ ଦେଖିକି ଏତେ ଖୁସି ଲାଗିଲା, ମୁଁ କହିପାରୁନି। ଗଛରେ ପତ୍ର ଯେତିକି ନଥିଲା ଟଭା ସେତିକି ଥିଲା। ମାନେ ଗଛରେ ଭର୍ତ୍ତି ହେଇକି ଗଛ ନଇଁ ଯାଇଥିଲା। ଏପଟେ ଅପା ବି ତୋଳି ନଉଛନ୍ତି, ବହୁତ ଟଭା ତୋଳି ନେଇଥିଲେ ଅପା। ଏପଟେ ମୋ ଦିଅର ଇଏ ବି ବହୁତ ଟଭା ତୋଳି ନେଇଛନ୍ତି। ଆଉ ଯିଏ ବି ଟଭା ତୋଳିଛନ୍ତି ଇଏ ଗୋଟେ ଗୋଟେ ଆଣିକି ବସ୍ତାରେ ଭରୁଛନ୍ତି। ସେପଟେ ମୋ ଯା ବି ତୋଳୁଛନ୍ତି, ସିଏ ବି ନେଇ ଆସୁଛନ୍ତି। ଏମିତି ଦେଖନ୍ତୁ ବହୁତ ଟଭା ଥିଲା। ଆଉ ଟଭାକୁ ନା କୋଉ ମାନେ ଜୁଆଇକି ଆଚାର କରନ୍ତି, ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଆଉ ଟଭା କାହାକୁ ପସନ୍ଦ ସେଇଟା ବି ଜଣେଇବେ। ତ ମୋ ପାଇଁ ତୋଳା ହେଉଛି ଏଗୁଡ଼ାକ। ମୁଁ ଗାଁକୁ ନେଇକି ଯିବି ଗଲାବେଳେ। ଦେଖନ୍ତୁ କେମିତି ପାଚି ରହିଛି। ତ ବହୁତ ଖୁସି ଲାଗିଲା। ପୁରା ବସ୍ତାଏ ନେଇ ଆସିଥିଲୁ, ଟେକି ଅପା ଆଉ ମୁଁ ଟେକି ନେଇ ଆସିଥିଲୁ। ଆହୁରି ପଛରେ ବି ବଡ଼ ଅପା, ମୋ ଭାଣିଜୀ ସବୁ ନେଇକି ଆସୁଥିଲେ। ଆମେ ଆଗରେ ଏଇ ବସ୍ତାଟା ପୁରା ଭରିକି ନେଇ ଆସିଥିଲୁ। ବହୁତ ଖୁସି ଲାଗିଲା ତୋଳିକି ଆଜି। ତାପରେ ଆମେ ଆସିଯାଇଥିଲୁ ଏ କାମ ଦେଖିବା ପାଇଁ, ଯେଉଁ ପୋଖରୀ ଖୋଳା ଚାଲିଛି। ତ ଏପଟେ କାମ ବି ଚାଲିଛି। ମୋ ଦିଅର ହେରିକା ସେପଟେ ଠିଆ ହେଇକି ଦେଖୁଛନ୍ତି। ଇଏ ଗୋଟେ ଦିଅର, ଇଏ ମେକଅପ୍ ନେଉଛନ୍ତି ଏଠି। ତାପରେ ଆମେ ବାହାରି ଯାଇଥିଲୁ ଗୋଟେ ନୂଆ ଜାଗାକୁ। ତା ନାଁ ହେଉଛି ଗଦଗଦି। ତ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଠାରୁ 5-6 କିଲୋମିଟର ଦୂରରେ ଏଇ ଜାଗାଟିଏ ଅଛି। ତ କନ୍ଧମାଳ ଜିଲ୍ଲାରେ ନା ଏମିତି ବହୁତ ସୁନ୍ଦର ଜାଗା, ପାହାଡ଼ରେ ଝରଣା ବହୁଥିବ, ଏମିତି ବହୁତ ଜାଗା ଅଛି। କିନ୍ତୁ ଲୁଚିକି ରହିଯାଉଛି, ଲୋକମାନେ ଜାଣିପାରୁନାହାନ୍ତି। କାହିଁକିନା ନେଟ୍ରେ କି ମ୍ୟାପ୍ରେ ସର୍ଚ୍ଚ କଲେ ଆପଣମାନେ ବି ପାଇବେନି। ତେଣୁ ମୁଁ ଯାଇଥିଲି ତ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଉଛି। ଯାହାକୁ ବି ପିକନିକ୍ କରିବାକୁ ଚାହୁଁଛନ୍ତି ଏଇ ଜାଗାକୁ ଆସିପାରିବେ। ବହୁତ ଭଲ ଜାଗା, ପିକନିକ୍ କରିବାର ବହୁତ ସୁବିଧା ଅଛି। ସେଠି ରୋଷେଇବାସ କରିପାରିବେ, ଖାଇ ପିଇ ବସି ବି ପାରିବେ, ରେଷ୍ଟ ବି ନେବା ପାଇଁ ରେଷ୍ଟ ରୁମ୍ ହେଇଯାଇଛି। ତ କିଛି ବି ପ୍ରୋବ୍ଲେମ୍ ନାହିଁ। ଦେଖନ୍ତୁ ଚାରିପଟେ ପାହାଡ଼ ହେଇକି ଅଛି। ତାପରେ ପଛପଟେ ବି ବହୁତ ବଡ଼ ଗୋଟେ ପାହାଡ଼ ଅଛି। ଏଇଠି ପଥରରେ ଦେଖନ୍ତୁ ପାଣି ବହୁଛି। ପାଣି ବି ଏତେ ସଫା ପାଣି କହିହେବନି। ରୋଷେଇ କରିବା ପାଇଁ ଏଠୁ ପାଣି ନେଇକି ଆପଣମାନେ ରୋଷେଇ ବି କରିପାରିବେ। ତ ଏମିତି ଜାଗାଟା ନା ବହୁତ ସୁନ୍ଦର ଲାଗେ। ଆମକୁ ତ ବହୁତ ସୁନ୍ଦର ଲାଗିଲା। ଆପଣମାନଙ୍କୁ ଯଦି ଭଲ ଲାଗୁଛି, ନ୍ୟୁ ଇୟର୍ରେ ପିକନିକ୍ କରିପାରିବେ। ନହେଲେ କେବେ ବି ଆପଣ ଚାହିଁଲେ କେବେ ବି ଆସିକି ଏଠି ପିକନିକ୍ କରିପାରିବେ। ମାନେ ପିକନିକ୍ ପାଇଁ ବହୁତ ଭଲ ଜାଗା ଇଏ। ତ ମନେ ରଖନ୍ତୁ ନାଁଟା ଗଦଗଦି, କନ୍ଧମାଳ ଜିଲ୍ଲାର ଗଦଗଦି। ତ ଏଠିକି ଆସିଯିବେ। ତ ଆପଣ ଯଦି ଚାହୁଁଥିବେ କି ମୁଁ ମ୍ୟାପ୍ରେ ସର୍ଚ୍ଚ କରିବି, ଗୁଗୁଲରେ ସର୍ଚ୍ଚ କରିବି, ତାହେଲେ ଏଇଟା ଆସି ନଥାଇପାରେ, ମୁଁ ଜାଣିନି ଠିକ୍ସେ। ତ ଆପଣମାନେ ଏଇ ଜାଗାକୁ ଆସନ୍ତୁ। ଆଉ ମୁଁ ଯେମିତି ମଜା ନେଲି, ଆପଣମାନେ ବି ଆସନ୍ତୁ, ମଜା ନିଅନ୍ତୁ, ଆଉ ବୁଲନ୍ତୁ, ପିକନିକ୍ କରନ୍ତୁ, ଆଉ ଯାଆନ୍ତୁ। ବହୁତ ମଜା ଲାଗିଲା। ଦେଖନ୍ତୁ ଏପଟେ ମୋ ନଣନ୍ଦ ଦିଅର ସବୁ ମିଶିକି ବୁଲୁଛନ୍ତି, ଫଟୋ ବି ଉଠାଉଛନ୍ତି। ମୁଁ ବି ବହୁତ ସାରା ଫଟୋ ଉଠେଇଛି। ତ ଆପଣମାନଙ୍କୁ ତ ମୁଁ ସେୟାର କରିଦେଇଛି। ଆଉ ଯାହା ବି ଭିଡ଼ିଓ ବନେଇଛି ଦେଖନ୍ତୁ। ଆପଣମାନଙ୍କୁ ଯଦି ଏ ଜାଗାଟି ବହୁତ ଭଲ ଲାଗିଛି, ଆପଣମାନେ ବି ଆସନ୍ତୁ, ପିକନିକ୍ କରନ୍ତୁ। ଆମେ ତ ବାହାରେ ପିକନିକ୍ କରିନେଇଥିଲୁ, ସେ କେବଳ ବୁଲିବା ପାଇଁ ହିଁ ଆସିଥିଲୁ। ତ ବୁଲିଲୁ, ଦେଖିଲୁ, ବହୁତ ମଜା ଲାଗିଲା। ଭିଡ଼ିଓଟି ଭଲ ଲାଗିଥିଲେ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିବେ। ଆଉ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ ଜାଗାଟା କେମିତି ଲାଗିଲା, ଭଲ ଲାଗିଲା କି ନାହିଁ। ଠିକ୍ ଅଛି। ତ ଏମିତି ଥିଲା। ଆଉ ଦେଖନ୍ତୁ, ଭଲସେ ଦେଖନ୍ତୁ ଜାଗାଟିକୁ କେମିତି କ'ଣ ଲାଗୁଛି। ଏପଟେ ଦେଖନ୍ତୁ ମୋ ପୁଅ ସେଠି ଠିଆ ହେଇଛି, ସମସ୍ତେ ଠିଆ ହେଇଛନ୍ତି। ସିଏ ମୋତେ ଟାଟା କରିବାରେ ଲାଗିଛି। ଯେ ତା ବାବା କହୁଛନ୍ତି ମାମାକୁ ଟାଟା କରିଦେ, ତ ସିଏ ଟାଟା କରିବାରେ ମୋତେ ଲାଗିଛି। ଏମିତି ସମସ୍ତେ ମଜା ନେଉଛନ୍ତି, ବହୁତ ଖୁସି। ଏଠି ଦେଖନ୍ତୁ ରୋଷେଇ ବି କରୁଛନ୍ତି ଲୋକମାନେ। ବସିକି ଏପଟେ ବସିବା ପାଇଁ ବି ସୁବିଧା ଅଛି। ବହୁତ ଜଙ୍ଗଲରେ ତ କାଠ ଫାଠ ସବୁ ମିଳିଯାଏ। ଏପଟେ ରେଷ୍ଟ ରୁମ୍, ଏଠି ବସି ବି ପାରିବେ, ରେଷ୍ଟ ନେଇପାରିବେ, ଯାହା କିଛି। ଦେଖନ୍ତୁ କାଠ ଫାଠ ସବୁ ପଡ଼ିଛି, ବହୁତ ସୁବିଧା ଅଛି, ବହୁତ ଭଲ ଲାଗିଛି।